ନାଁଟା ବିଶ୍ୱ ଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ଓଡ଼ିଶା। ମୋର ନାମ ହେଉଛି ଅଷ୍ଟବକ୍ର ମୁନି ସତ୍ୟ ସାଧୁ ବ୍ରହ୍ମଚାରୀ ଶ୍ରୀ ବିଚିତ୍ରାନନ୍ଦ ଦାସ ସରସ୍ୱତୀ ମହାରାଜ। ମୁଁ ବର୍ତ୍ତମାନ ଆମ ଭାରତ ସରକାରଙ୍କର ଗୋଟେ ଦେଶାତ୍ମବୋଧକ ଗୀତ ପରିବେଷଣ କରିବାକୁ ଯାଉଛି। କୁହନ୍ତୁ। ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ଇଏ କାଳୀ ବୋଲିକି ଆଖ୍ୟା ଦେଇଛନ୍ତି। ସେ କାଳୀ ନୁହନ୍ତି, ସେ ଅବତାର ଭିତରେ କଳ୍କି ଅବତାର, ଶେଷ ଅବତାର କଳ୍କି ଅବତାର, ମା କଳ୍କି। ଇଏ ମୋଦି ଭାରତରେ ଅନନ୍ତ କେଶରୀ ରାଜା ହେବେ ବୋଲିକି ଯୋଉ ଥିଲା, ଇଏ ସତ୍ୟ ଯୁଗରୁ 17ରୁ ସେ ରାଜା ହେଇ ସାରିଛନ୍ତି। ମୋଦି ଭାରତରେ ଅନନ୍ତ କେଶରୀ ରାଜା କଳ୍କି ଅବତାର। କଳିଙ୍ଗ ଉତ୍କଳ ଓଡ଼ିଶା ଶ୍ରୀକ୍ଷେତ୍ର ଭାରତେ ମେଳଛ ସଂହାର। ଏ ମେଳଛକୁ ସେ ସଂହାର କରିବା ଲାଗି ସିଏ ଭାରତରେ ଦାୟିତ୍ୱ ନେଇଛନ୍ତି। କଳିକି ଇଏ ମା କାଳୀ ବୋଲିକି ତାଙ୍କୁ ନ କହିକି ମା ହେଉଛନ୍ତି ମା ସ୍ୱପ୍ନାକୋଟି ଜାତି ଜୀବକୁ ପରିଦାତା ମା କଳ୍କି ଅବତାର। କଳ୍କି ଅବତାର ମା ହେଉଛନ୍ତି 10 ଅବତାରରେ ଗୋଟିଏ ଅବତାର, ଶେଷ ଅବତାର ହେଉଛନ୍ତି ମା ଦ୍ରୌପଦୀ ମୁର୍ମୁ। ସେଥିଲାଗି ଲେଖା ହେଇଛି ଭାରତ ବର୍ଷରେ ମା ଦ୍ରୌପଦୀ ମୁର୍ମୁ ମୋଦି ଆଡ଼ଭାନୀ ଭାରତ। ତାଙ୍କରି ସଚିବ ବିଜୟ କୁମାର ପ୍ରମୋଦ ମିଶ୍ର ସହିତ ସାରା ଭାରତରେ ଯେତେ ମନ୍ତ୍ରୀ MP ସଚିବ ଏମାନଙ୍କୁ କିଏ ସାହା ବିଶ୍ୱଗୁରୁ ବୀର ହନୁମାନ ଶକ୍ତି, ଯୋଉ ଅଦୃଶ୍ୟ ଶକ୍ତି ହନୁମାନ ଶକ୍ତି, ସତ୍ୟ ଧର୍ମ ଯୁଦ୍ଧ ଏହା। ଏଇ ଲାଗେ ସେଇ ସତ୍ୟ ଧର୍ମ ଯୁଦ୍ଧ ଚାଲିଛି। ଦ୍ୱାପର ଯୁଗରେ ଅନ୍ୟାୟ ଦୁର୍ନୀତି ଗୁଣ୍ଡା ରାଜ ଚାଲିଥିଲା। ଶ୍ରୀକୃଷ୍ଣ ଆସିଲେ ସବୁ ଧ୍ୱଂସ କଲେ, ଶାନ୍ତିର ରାଜ୍ୟ ଫେରିଲା। ଭାରତ ବର୍ଷରେ ଜନ୍ମ ଆମର ଭାରତ ଜନ୍ମ ଭୂଇଁ। ଯେଉଁ ଶାସନରେ ଚଳୁଛି ଭାରତ, ସେହି ତ ଆମରି ପାଇଁ। କଳିଯୁଗ ଶେଷ ସତ୍ୟର ପ୍ରକାଶ, ମୋଦି କୃଷ୍ଣ କଳା ପାଇ। ଭାରତ କଳିଙ୍ଗ ଉତ୍କଳ ଓଡ଼ିଶା ଶାନ୍ତି ଆଣିବେ ଫେରାଇ। ଭାରତ କଳିଙ୍ଗ ଓଡ଼ିଶା ଶ୍ରୀକ୍ଷେତ୍ରର ଇଏ ପରିବର୍ତ୍ତନ ହେଇଯିବ, ଶାନ୍ତି ଆଣିବେ ଫେରାଇ। ସନାତନ ଧର୍ମ ଶ୍ରେଷ୍ଠ ଶାସ୍ତ୍ର ଗୀତା ସମ୍ମାନ ରକ୍ଷା କରନ୍ତୁ। ଦିଶା ମୁକ୍ତି କରି ଏ ଦେଶ ଭବିଷ୍ୟ ସ୍ୱାଧୀନ ରାଜ୍ୟ ଫେରାନ୍ତୁ। ଏ ଦେଶ ସ୍ୱାଧୀନ ହେଇନାହିଁ, ବର୍ତ୍ତମାନ ସ୍ୱାଧୀନ ହେବାକୁ ଯାଉଛି। ସ୍ୱାଧୀନ ହେଇଯିବ, ସୁନାର ଭାରତ, ସୁନାର ଓଡ଼ିଶା ହେଇଯିବ। ସେଥିଲାଗି ସବୁ ଏକ ହେଇଯାଅ, ସ୍ୱାଧୀନ ରାଜ୍ୟ ଫେରାନ୍ତୁ। ଇଏ ରାଜା
ରାଜା ଏଇ ଲାଗି ମୋଦି ଭାରତର ଅନନ୍ତ କେଶରୀ ରାଜା ହେଇଗଲେ। ଆଉ ଆଗରୁ ରାଜଡ଼ା ଅମଳ ଧ୍ୱଂସ ହେଇଯାଇଛି। ରାଜଡ଼ା ଅମଳ ଗର୍ଭବତୀ ସ୍ତ୍ରୀ ଛୋଟ ଛୁଆ ନର ବଳି ଜମି ଖଞ୍ଜା ଦେଇ ଏଇ ଅନ୍ଧବିଶ୍ୱାସରେ ରାଜଡ଼ା ମଳା ଧ୍ୱଂସ ହୋଇଛନ୍ତି। ସେଇ ରାଜଡ଼ା ମଳ ଏହିପରି ଭାବରେ ରାଜା ରାଜୁତି ଥିଲା, ଶାନ୍ତି ଥିଲା। ସେ ଶାନ୍ତିକି ଏଇ ରାଜାମାନେ ଅଶାନ୍ତି କରେଇଦେଲେ। এই অশান্তি করেଇବା সত্ত্বে রাজবংশ সম্পূର୍ଣ୍ଣ ଭାବରେ ଧ୍ୱଂସ ହେଇଗଲା। ବର୍ତ୍ତମାନ ସେଇ ରାଜବଂଶକୁ ଉଦ୍ଧାର କରାଯାଉ। ଇଏ ଜାତୀୟ ପତାକା ଜାତିର ସଂକେତ, ସମ୍ମାନ ରକ୍ଷା କରନ୍ତୁ। ଅନ୍ୟ ଦଳ ପତାକାକୁ କେବେ ଭାରତରେ ନ ଉଡ଼ାନ୍ତୁ। ଆମେ ଛାତ୍ରଛାତ୍ରୀ ପ୍ରାର୍ଥନା କରୁଛୁ, ସତ୍ୟ ଧର୍ମେ ଚାଲୁଥିବୁ। ସତ୍ୟ ଧର୍ମ ସାଧୁ ବିଚିତ୍ର ବାବାଙ୍କ ଦେଶ ଗୀତି ଗାଉଥିବୁ। ବନ୍ଦେ ମାତରମ୍, ବନ୍ଦେ ମାତରମ୍। ହେଇଗଲା।